ଡୁଙ୍ଗରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରୁ ମାଟ୍ରିକ ପରୀକ୍ଷାରେ 4 ଜଣ ଛାତ୍ରୀ ପାଇଲେ A1 ଗ୍ରେଡ୍। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରୁ ମାଟ୍ରିକ ପରୀକ୍ଷାରେ 4 ଜଣ ଛାତ୍ରୀ ପାଇଲେ A1 ଗ୍ରେଡ୍। ବଡ଼କଲେ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିନିତା ଭୋଇ 542 ମାର୍କ ଆଣି A1 ଗ୍ରେଡ୍ ଆଣିଛନ୍ତି। ତାଙ୍କ ବାପା ଅର୍ଜୁନ ଭୋଇ, ମା ଲକ୍ଷ୍ମୀ ଭୋଇ, ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ପ୍ରକାଶ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଭୀମଟିକ୍ରାର ଛାତ୍ରୀ ଅର୍ଚିତା ଭୋଇ 540 ମାର୍କ ସହ A1 ଗ୍ରେଡ୍ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଭୋଇ, ମା ପୁଷ୍ପାଞ୍ଜଳି ଭୋଇ, ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ପ୍ରକାଶ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲିନୁ ନାୟକ 540 ମାର୍କ ଆଣି A1 ଗ୍ରେଡ୍ ପାଇଛନ୍ତି। ତାଙ୍କ ବାପା ଶ୍ରଦ୍ଧାକର ନାୟକ, ମା ସୌଦାମିନୀ ନାୟକ, ପ୍ରଧାନ ଶିକ୍ଷକ ହୋସିଆ ଛତ୍ରିୟା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ପ୍ରକାଶ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏହି ବିଦ୍ୟାଳୟର ଶାଳିନୀ ବଂଛୋର 540 ମାର୍କ ଆଣି A1 ଗ୍ରେଡ୍ ପାଇଛନ୍ତି। ତାଙ୍କ ବାପା ବିବେକ ବଂଛୋର, ମା ପୀରବତୀ ବଂଛୋର, ପ୍ରଧାନ ଶିକ୍ଷକ ହୋସିଆ ଛତ୍ରିୟା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ପ୍ରକାଶ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ସମସ୍ତ ଛାତ୍ରୀ ଏହି ସଫଳତାର ଶ୍ରେୟ ନିଜ ବାପା, ମା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗଣେଶ କିଷାନ, ଗୋଷ୍ଠୀ ସହ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ଜଗତ ମଲ୍ଲିକ, ଆଞ୍ଚଳିକ ସାଧନ କେନ୍ଦ୍ର ମାଏବରା ସଂଯୋଜକ ସୌରଭ ସାହୁ, ଅନ୍ଧାରୀ ବାଞ୍ଜି ସଂଯୋଜକ ଚିତ୍ତରଞ୍ଜନ ଠାକୁର, ରାମପୁର ସଂଯୋଜକ ପ୍ରଦୀପ୍ତ କିଶୋର ଦାସ ଅଭିନନ୍ଦନ ଜଣାଇଛନ୍ତି।